ଆମେ ଆସିଲାଣୁ ଏଠି 5-10 ବର୍ଷ ହେଲାଣି ଆସିଲାଣୁ। 10 ବର୍ଷ ଆସିଲାଣୁ ଆମେ ଏଠି ପ୍ରଭୁଙ୍କର ଭାରି ନାଁ ଅଛି। ଗ୍ରାମେଶ୍ୱର ଠାକୁର ବୋଲିକିରି ନାଁ ଅଛି। ଠାକୁର ପାଖରେ ଯାହା ମାନସିକ କରିବ ତାହା ହିଁ ପାଇବ। ଆମେ ସବୁ ମାନସିକ ବି କେତେ କରୁଛୁ, ପୂର୍ଣ୍ଣ ହେଇଛି ଆମର। ଆମର ଗୋଟେ ଅନୁମତି ବି ଅଛି। ଆମେ ଏଇଠି ବି ଆମର ଯୋଉ ଗୋଡ ଫୋଡ ସବୁ ମାନେ କହନ୍ତି ଠାକୁରଙ୍କ ପାଖରେ ମାନସିକ କର, ଯୋଉ ଲୋକ ଇଏ ହୁଏ, ସବୁ ମାନସିକ ଆମେ ବି କରୁଛୁ। ଭଲ ହେଇଛି ଆମର ସବୁ। ଠାକୁରଙ୍କୁ ତ ଆମେ ଦୀପ ଜାଳି ଠାକୁରଙ୍କର ପ୍ରଭୁ ଆମର ସେମିତି ମାନେ ଇଏ ଅଛନ୍ତି। ଆମେ ଠାକୁର ବେଶୀ ଭଲ ପାଉ। ହେଲେ ଆଜି ଦିନଟା ଠାକୁରଙ୍କର ବେଶୀ ଇଏ। ଆଉ ଠାକୁରଙ୍କର ଲୋକ ବି ପ୍ରବଳ ହୁଅନ୍ତି। ରାତିରେ ବି ଦୀପ ଉଠିବ, ରାତି 12-1 ହେଇଯିବ ଦୀପ ଉଠିବ। ଠାକୁରଙ୍କ ପାଖରେ ପ୍ରବଳ ଲୋକ ଭିଡ ହୁଅନ୍ତି। କୋଉ ଆଡୁ କୁଆଡୁ ବି କୋଉ ଇଏରୁ ବି ଲୋକ ସବୁ ଆସନ୍ତି। ଆଉ ଠାକୁରଙ୍କର ପ୍ରବଳ ମହିମା ଅଛି। ଆମେ ଠାକୁରଙ୍କୁ ବି ବେଶୀ ଇଏ ଚାହୁଁ, ଭଲ ପାଉ। ଏବଂ କହିବେ ଆଜି ଯୋଉ ଦେବଦେବ ମହାଦେବଙ୍କର ମିଟିଂ ଚାଲିଛି ରହିଛି, କଣ କେମିତି ରହିଛି? ମୋ ନାଁ ହଉଛି ଗଦାଧର ପାଣି, ଗ୍ରାମେଶ୍ୱରଙ୍କର ବଡ ଭଣ୍ଡା। ଆଜି ଆମର ବିଶେଷ କରି ଜାଗର ଯାତ୍ରା ଆଜି ପ୍ରଥମ ଯାତ୍ରା। ଆଉ ତାପରେ ସକାଳ ଭୋର 5ଟାରୁ ମନ୍ଦିର ଖୋଲା ହେଇ ଠାକୁର ନୀତି ଅଛି ସବୁ। ଆଜି ମଙ୍ଗଳା ଆଳତି ହେଇଛି, କଣ ଖୋଲା ହେଇଛି, ନୀତି ସବୁ ହେଇଛି। ଆଉ ବର୍ତ୍ତମାନ ଖେଚେଡ଼ି ଧୂପ ହବ, ବଡ ଧୂପ ହବ, ପହଡ ପଡିବ, ପହଡ ଖୋଲିବ। ଆଉ ତାପରେ ମନ୍ଦିର ସୁନାବେଶ, ଠାକୁର ସୁନାବେଶ ହେଲା ପରେ ଆଳତି ସନ୍ଧ୍ୟାବେଳେ ହବ। ଭକ୍ତମାନଙ୍କର ଗୋଟେ ଆଶା ରହିଛି ଯେ ଭଗବାନ ବାହାରକୁ ଆସିବେ, ଦେବଦେବଙ୍କ ଦେଶରେ ଦର୍ଶନ ଦେବେ ଏବଂ ଶିଖର ମହାଦୀପ ଥିବ ତାର ସମୟ ନିର୍ଘଣ୍ଟ କେତେ ସମୟ ରହିଛି? ସେ ଆମର ପୂଜା ହଉଛି 12ଟା ଠାରୁ ଆରମ୍ଭ, 2ଟା ଭିତରେ ଉଠିବ ମହାଦୀପ। ଯିଏ ଯେମିତି ମାନସିକ କରିବ ସେ ନିଶ୍ଚୟ ଫଳ ପାଇବ। ଯଦି କେହି ନିରାଶ ହେଇନାହାନ୍ତି। ଠାକୁରଙ୍କର ବଡ ପୂର୍ଣ୍ଣା ବ୍ୟବସ୍ଥା କରାଯାଇଛି ଭକ୍ତମାନଙ୍କ ପାଇଁ। ବ୍ୟବସ୍ଥା ହେଇଛି, ପ୍ରସାଦ ସେବନ କରିବା ପାଇଁ ହେଇଛି। ସବୁ ପ୍ରକାର ପୋଲିସ ବାଲା ଅଛନ୍ତି, ସବୁ ପ୍ରକାର ସୁବିଧା, କୌଣସି ଅସୁବିଧା ହବନି। ଓମ୍ ନମଃ ଶିବାୟ। ମୁଁ ବାବା ଲଲାଟେନ୍ଦୁ କେଶରୀ। ଆଜି ହେଉଛି ପବିତ୍ର ଜାଗର, ମହାଜାଗର। या बहुत लोक बहुत दिन अपेक्षा करते प्रभुंर दर्शन करने निमंते। प्रथम प्रभु को आराधना करती कर्पूर गौरं करुणावतारं संसार सारं भुजगेन्द्रहारं सदा वसन्तं हृदयारविन्दे भवं भवानी चैतं नमामि भवं भवानी चैतं नमामि भवं भवानी चैतं नमामि। ओम मंगलं भगवान शंभो मंगलं वृषभध्वज मंगलं पार्वतीनाथ मंगलाय हरि सर्वमंगल मंगल शिव सर्वार्थ साधिके त्र्यंबके गौरी नारायणी नमस्ते। आज शिवरात्रि आम बर्तमान आम महाप्रभु ग्रामेश्वर महादेव जे ऐतिह्य मंदिर ग्रामेश्वर महाप्रभु आम पीछे आज अच्छे माने पुराण कथा रही आज शिवरात्रि प्रभु ग्रामेश्वर को थे दर्शन कर दिए तार यह काल और सब मुक्ति हो जाए। तेणुक आम समस्त भक्त मैंने आसुंच ग्रामेश्वर दर्शन कर ग्रामेश्वर आशीर्वाद नौ। आज जगह प्रबल भीड़ थाए समस्त पुलिस प्रशासन समस्त सपोर्ट कर आज सुरक्षित भाव में प्रभुंर दर्शन होती समस्ते प्रभुंर ओम नमः शिवाय नाम जपी घंटा घंटा धरी प्राय लाइन रे ठिया प्रभु को दर्शन कर। आज तो ये माने लक्षाधिक लोक राखी पाइबा पर्यंत 3टा अच्छी 3टा पर महादीप जो उठब लक्षाधिक लोक समागम देखा भोर 4टा चली कौड़ खोला प्रभुंर भोर 4टा पूर्व लोक लगी असंख्य भीड़ लगी प्रभु पाखे श्रृंखला भल अच्छी कहीं सब लाइन अनुसार आमर श्रृंखला चली लोक मैंने धाड़ी सहकार समस्ते श्रृंखला सहित दर्शन कर विशृंखला ना नहीं आम तो बर्तमान हिसाब कर 30 किलोमीटर 35 किलोमीटर रोचे आमर 35 किलोमीटर आम अतिक्रम कर प्रभु को दर्शन करने
ଏବେ ବି ଆମେ ଅଛୁ ଅପେକ୍ଷାରେ ଲାଇନରେ ଅଛୁ ଦର୍ଶନ ଗୋଟେ କରି। ଗୋଟେ କଥା ଉଠେ କି ଯେ ଭକ୍ତମାନଙ୍କର ସବୁଠୁ ବଡ ଦର୍ଶନ ହେଲା ଯେତେବେଳେ ମନ୍ଦିର ଚୂଡ଼ାକୁ ଯେତେବେଳେ ମହାଦୀପ ଉଠିଥାଏ ସେ ଗୋଟେ ଆଲୋକିତ ଦୃଶ୍ୟ ଦେଖିବା ପାଇଁ ଭକ୍ତମାନଙ୍କର ଭିଡ଼ ଜମିଥାଏ ତାକୁ ନେଇ କହୁଛନ୍ତି। ନାଇଁ ସେଇଟା ତ ପ୍ରଭୁଙ୍କର ମାନେ ଏଠିକି ପ୍ରଭୁ ମାନେ କେହି ଆସନ୍ତି ନାହିଁ, ସ୍ୱତନ୍ତ୍ର ଆସୁଛନ୍ତି ନାହିଁ। ପ୍ରଭୁ ଗ୍ରାମେଶ୍ୱର ଯେତେବେଳେ ଇଚ୍ଛା କରିବେ ଏଠିକି ଆସିବା ପାଇଁ ଭକ୍ତମାନଙ୍କୁ, ସେମାନେ ଆସିପାରିବେ, ସ୍ୱୟଂ କେବେ ବି ଚେଷ୍ଟା କଲେ ଆସିପାରିବେନି। ତେଣୁକରି ପ୍ରଭୁଙ୍କ ସାଙ୍ଗରେ ସେତିକି ନିବିଡ଼ ଭକ୍ତି ରହିଲେ ପ୍ରଭୁ ତମକୁ ନେଇକି ଆସିବେ। ଆଉ ସେଇ ଯୋଉ ଦୀପ ମହାଦୀପ ଯେତେବେଳେ ଉଠିବ ସେ ସମୟଟା ହଉଛି ପ୍ରଭୁଙ୍କ ବ୍ୟକ୍ତି ଆମ ଭିତର ଆତ୍ମା ସହିତ ମିଳନ ହୁଏ। ସେ ସମୟଟା ସେଇ ସମୟଟା ଯୋଉମାନେ ଅପେକ୍ଷା କରନ୍ତି ପ୍ରଭୁଙ୍କର ଆତ୍ମା ଆଉ ଜ୍ୟୋତି ସହିତ ଆମ ଆତ୍ମା ଯୋଉ ମିଳନ, ସେ ପ୍ରଭୁଟା ଯୋଉମାନେ ନିଆରା, ଯୋଉମାନେ ଅନୁଭବ କରୁଛନ୍ତି ସେ ଅନୁଭବର କଥା ପ୍ରଭୁଙ୍କର ଅନୁଭବଠୁ କିଛି କହିହବନି।